ଛାତ୍ରଛାତ୍ରୀଙ୍କ ମଧ୍ୟରେ 2025 ନୂତନ ବର୍ଷର ନୂଆ ଆଶା, ନୂଆ ସମ୍ଭାର ଏବଂ ନୂଆ ଆକାଂକ୍ଷା ଉଦ୍ଦୀପନାକୁ ଉଜ୍ଜୀବିତ କରି ଆସିକା ବିଜ୍ଞାନ ମହାବିଦ୍ୟାଳୟ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ତାର 57ତମ ବାର୍ଷିକ ଉତ୍ସବ ଆନୁଷ୍ଠାନିକ ରୂପେ ପାଳିତ କରିଛି। ଅଧ୍ୟକ୍ଷ ଡକ୍ଟର ଜୀବାନନ୍ଦ ତ୍ରିପାଠୀଙ୍କ ବଳିଷ୍ଠ ଏବଂ ସୃଜନତାର ପଦକ୍ଷେପ ମଧ୍ୟରେ ସମ୍ପନ୍ନ ହେଉଛି 2025 ବାର୍ଷିକ ଉତ୍ସବ। ବାର୍ଷିକ ମହୋତ୍ସବରେ ମୁଖ୍ୟ ଅତିଥି ରୂପେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସରୋଜ କୁମାର ପାଢ଼ୀ, ମୁଖ୍ୟ ବକ୍ତା ରୂପେ କଟକ ଦୂରଦର୍ଶନ କେନ୍ଦ୍ରର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ଓଡ଼ିଶା ଦକ୍ଷିଣାଞ୍ଚଳ ଉଚ୍ଚଶିକ୍ଷା ବିଭାଗ ବ୍ରହ୍ମପୁରର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ସମସ୍ତ ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ଚତୁର୍ଦ୍ଧାମୂର୍ତ୍ତିରେ ବେଦ ଗବୈୟା ଧନଞ୍ଜୟ ମହାପାତ୍ରଙ୍କ ବେଦମନ୍ତ୍ର ଧ୍ୱନିରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଅଧ୍ୟକ୍ଷ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ତଥା ଉତ୍ତରୀୟ ଦ୍ୱାରା ସମ୍ମାନିତ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତିଥି ସତ୍କାର ଏବଂ ଅତିଥି ଦେବୋଭବ ଧ୍ୱନିରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ବାର୍ଷିକ ଉତ୍ସବର ଉପସଭାପତି ତଥା ସଂଯୋଜକା ଡକ୍ଟର ସ୍ମିତାରାଣୀ ପଣ୍ଡା ମହାବିଦ୍ୟାଳୟର ସମସ୍ତ ବିକାଶମୂଳକ କାର୍ଯ୍ୟାବଳୀର ବିବରଣୀ ପାଠ କରିଥିଲେ। କାର୍ଯ୍ୟକାରିଣୀ ସଦସ୍ୟା ଡକ୍ଟର ସସ୍ମିତା ପାତ୍ର ଅତିଥିମାନଙ୍କ ମଞ୍ଚ ନିମନ୍ତ୍ରଣ ଓ ପରିଚୟ ପ୍ରଦାନ କରିଥିଲେ। ସ୍ୱତନ୍ତ୍ର ରୂପେ ଶୈକ୍ଷିକ ଅଧିକାରୀ ଡକ୍ଟର ସନ୍ତୋଷ କୁମାର ଚୌଧୁରୀ ବିଜ୍ଞାନ ବିଭାଗର, ବାର୍ଷିକ ଉତ୍ସବ କାର୍ଯ୍ୟକାରିଣୀ ସଦସ୍ୟା ଡକ୍ଟର ସସ୍ମିତା ପାତ୍ର କଳା ବିଭାଗ ଏବଂ ବାଣିଜ୍ୟ ବିଭାଗ ମୁଖ୍ୟ ତଥା ବାର୍ଷିକ ଉତ୍ସବ କାର୍ଯ୍ୟକାରିଣୀ ସଦସ୍ୟା ବନଶ୍ରୀ ମହାନ୍ତି ବାଣିଜ୍ୟ ବିଭାଗ କ୍ରମାନ୍ୱୟରେ ଗଠନମୂଳକ କାର୍ଯ୍ୟାବଳୀ ଏବଂ ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ପ୍ରତିଭାର ପରାକାଷ୍ଠାର ସନ୍ଦର୍ଭ ପାଠ କରିଥିଲେ। କାର୍ଯ୍ୟକାରିଣୀ ସଦସ୍ୟା ଅଧ୍ୟାପିକା ଶୈଲ କୁମାରୀ ଝା ବାର୍ଷିକ ଉତ୍ସବର ଭାଷ୍ୟକାରର ଭୂମିକା ନିର୍ବାହିଥିଲେ। ମୁଖ୍ୟ ଅତିଥି ଆସିକା ବିଧାୟକ ସ୍ୱଳ୍ପ ଅଭିଭାଷଣରେ ମହାବିଦ୍ୟାଳୟର ଗଠନମୂଳକ କାର୍ଯ୍ୟରେ ମୁଁ ନିଜକୁ ସଦାସର୍ବଦା ସଂଶ୍ଳିଷ୍ଟ ରଖିଛି ଏବଂ ଆଗାମୀ ଭବିଷ୍ୟତରେ ମଧ୍ୟ ରଖିବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଡକ୍ଟର ପାଢ଼ୀ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହୋଇ ମାନବିକତାର ଆଚରଣ କରିବା ପାଇଁ ଆହ୍ୱାନ କରିଥିଲେ ଓ ମୁଖ୍ୟ ବକ୍ତା ଡକ୍ଟର ରଥ ଓଡ଼ିଆ ଅସ୍ମିତାରେ ଆସିକା ମାଟିର ଅବଦାନ ଏବଂ ବରପୁତ୍ର ସ୍ୱର୍ଗୀୟ କବିରାଜ ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା ଏବଂ ଧରାକୋଟ ରାଜକବି କୃଷ୍ଣସିଂହଙ୍କ ସ୍ୱେଚ୍ଛାକୃତ ଅବଦାନକୁ ସ୍ମରଣ କରିଥିଲେ। ଛାତ୍ରଛାତ୍ରୀଙ୍କୁ ନିଜ ଆଶୀର୍ବଚନରେ ଶୃଙ୍ଖଳାବଦ୍ଧ ରହି ଜୀବନକୁ ଗଢ଼ି ତୋଳିବା ପାଇଁ ଦିଗ୍ଦର୍ଶନ ଦେଇଥିଲେ। ବାର୍ଷିକ ଉତ୍ସବ ପାଇଁ ଆୟୋଜିତ ସମସ୍ତ ପ୍ରକାର ସାହିତ୍ୟିକ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିଙ୍କ କରକମଳରେ ପୁରସ୍କୃତ କରାଯାଇଥିଲା। ମେଧାବୀ ଯୁକ୍ତ 3 ଦ୍ୱିତୀୟ ବର୍ଷ ଜୁଲୋଜି ସମ୍ମାନର ଛାତ୍ର ହିମାଂଶୁ ରୟଜିତ ଜେନାଙ୍କୁ ଚଳିତ ବର୍ଷର ସାହିତ୍ୟିକ ଚମ୍ପିଆନ ରୂପେ ବିବେଚିତ କରାଯାଇଥିଲା ଏବଂ ମହାବିଦ୍ୟାଳୟ ତରଫରୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ବାର୍ଷିକ ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଚିତ୍ତ ବିନୋଦନ ନିମନ୍ତେ ଏକ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ହୋଇଥିଲା। ଉକ୍ତ ବାର୍ଷିକ ଉତ୍ସବର ସ୍ୱନକ୍ଷତ୍ର ଅବସରରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କ ଅକୁଣ୍ଠ ସହଯୋଗରେ ବାର୍ଷିକ ଉତ୍ସବର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହୋଇପାରିଥିଲା। ପରିଶେଷରେ ବରିଷ୍ଠ ଛାତ୍ର ସଂଗଠକ ଟି ସୁମନ ଆଚାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା।